ବାଲିଗୁଡାରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ। କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ 11 ନମ୍ବର ୱାର୍ଡରେ ପଣସପଡି ବାଇପାସରେ ପ୍ରଥମ ପ୍ରକ୍ରିୟାରେ ଜବରଦଖଲ ଜମିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବାଲିଗୁଡା ପ୍ରଶାସନ। ବାଲିଗୁଡା ରାଜସ୍ୱ ବିଭାଗ ପକ୍ଷରୁ ତହସିଲଦାର ନେତୃତ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲିଗୁଡା ଉପଜିଲ୍ଲାପାଳ ଡାକ୍ତର ରୀନା ପ୍ରଧାନ ଓ ବାଲିଗୁଡା ଥାନା ପୋଲିସ ଅଧିକାରୀ ଯୁଗଳ କିଶୋର ନାୟକଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବିଧିବଦ୍ଧ ଭାବେ ରାସ୍ତା ଉନ୍ନତି ନିମନ୍ତେ ପୂର୍ବ ନୋଟିସ୍ ପ୍ରକାରେ ସରକାରୀ ଜମିରେ ଜବରଦଖଲ କରି ବଡ଼ ବଡ଼ ଘର ତିଆରି କରି ଭଡ଼ା ଲଗାଇଥିବା ଜଣାପଡ଼ିଛି। ଆଜି ପ୍ରଥମ ପର୍ଯ୍ୟାୟରେ କିଛି ଘର ଉଚ୍ଛେଦ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲୁ ରହିବ ବୋଲି ତହସିଲଦାର ଦୀପ୍ତି ରଞ୍ଜନ ବେହେରା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତେବେ ଉକ୍ତ କାର୍ଯ୍ୟକ୍ରମ ସମୟରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।